ଆଜିର ଜହ୍ନମାମୁଁର କାହାଣୀର ନାଁ ବନ୍ୟା ପୀଡ଼ିତ। ଚନ୍ଦ୍ରପୁରର ରାଜା ପ୍ରତାପସେନ ଥରେ ମିଥ୍ୟା ଅଭିଯୋଗ ଶୁଣି ଜଣେ ନିର୍ଦ୍ଦୋଷ ବ୍ୟକ୍ତିକୁ ଫାଶୀ ଦେଇଥିଲେ। ପରେ ଘଟଣାର ସତ୍ୟତା ଉପଲବ୍ଧ କରି ସେ ମର୍ମାହତ ହେଲେ। ସେହି ଦିନଠାରୁ ସେ କାହାର ଅଭିଯୋଗ ଶୁଣନ୍ତି ନାହିଁ। କେହି କେହି ଅଭିଯୋଗ କଲେ ବରଂ ସେ ହିଁ ଦଣ୍ଡ ପାଏ। ଏକଥା ନେଇ ଥରେ ମନ୍ତ୍ରୀ ରାଜାକୁ ସଚେତନ କରାଇ କହିଲେ, ମହାରାଜ, ଅନ୍ୟର ଦୁଃଖ ସୁଖ ଅଭିଯୋଗ ଶୁଣିବା ଖରାପ ନୁହେଁ, କିନ୍ତୁ ଶୁଣିସାରି ଭୁଲ କାମ କରିବା ଖରାପ। ତେଣୁ ଆପଣ ଲୋକଙ୍କର କଷ୍ଟର ଅଭିଯୋଗ ନ ଶୁଣିବେ ତ ଦେଶଟା ଭ୍ରଷ୍ଟାଚାରରେ ପୂର୍ଣ୍ଣ ହେବ। ରାଜା ଉତ୍ତର ଦେଲେ, ମୋ ରାଜ୍ୟରେ ଭ୍ରଷ୍ଟାଚାର କରିବା ବ୍ୟକ୍ତି ନିଶ୍ଚୟ ନିୟମ ବିରୋଧୀ କାର୍ଯ୍ୟ କରିଥିବ ଏବଂ ସେସବୁ ଅଧିକାରୀମାନେ ଦେଖିବେ। ଏବଂ ମୋର ଦରବାରର ସବୁ ଅଧିକାରୀ ମୋର ବିଶ୍ୱାସଯୋଗ୍ୟ, ତେଣୁ ମୋର କିଛି ଶୁଣିବା ଦରକାର ନାହିଁ। ଥରେ ରାଜ୍ୟରେ ଏକ ପ୍ରାନ୍ତରେ ଖୁବ୍ ବର୍ଷା ହେଲା, ଆଉ ବଢ଼ି ଆସିଲା। ବୀରବର, ଧୀବରର ଆଉ ସୁବରର ନାମକ 3ଟି ଗ୍ରାମ ବଡ଼ିରେ ବୁଡ଼ିଯାଇ ଅନେକ ଧନଜୀବନ ନଷ୍ଟ ହେଲା। ରାଜା ନିଜେ ଯାଇ ଲୋକମାନଙ୍କ ଦୁରବସ୍ଥା ଦେଖି ଆସିଲେ, ଆଉ ତାଙ୍କ ମନ ଲୋକମାନଙ୍କ ଦୁଃଖରେ ବ୍ୟାକୁଳ ହୋଇ ଉଠିଲା। ସେ 3 ଜଣ ବିଶେଷ ଅଧିକାରୀଙ୍କୁ ସେଇ 3ଟି ଗ୍ରାମ ପାଇଁ ପଠାଇଲେ। ପ୍ରତ୍ୟେକଙ୍କୁ 1 ଲକ୍ଷ କରି ମୁଦ୍ରା ଦେଲେ। ରାଜାଙ୍କ ଆଦେଶ ପାଇ 3 ଜଣ 3 ଲକ୍ଷ ଟଙ୍କା ନେଇ ଗ୍ରାମମାନଙ୍କରେ ପହଞ୍ଚିଲେ। ଗ୍ରାମର ନାମ ଅନୁସାରେ ବୀରବର ଗ୍ରାମକୁ ଗଲେ ବୀରସେନ, ସୁରବର ଗ୍ରାମକୁ ଗଲେ ସୁରସେନ, ଆଉ ଧୀବରର ଗ୍ରାମକୁ ଗଲେ ଧୀରସେନ। ବୀରବର ଗ୍ରାମର ଲୋକେ ଅଶିକ୍ଷିତ ଆଉ ଗରିବ ଚଷା ଶ୍ରେଣୀର ଲୋକ, ତେଣୁ ବୀରସେନ ତାଙ୍କୁ ଅଳ୍ପ କିଛି ପଇସା ଦେଇ କାମ ଖଟାଇ ଏକ ବଡ଼ କୋଠା ନିଜ ପାଇଁ ତିଆରି କଲେ, ଆଉ କିଛି ଜମିବାଡ଼ି କିଣିଲେ। ଗ୍ରାମ ଲୋକମାନେ ସେଇଥିରେ ଚାଷ କଲେ, ହେଲେ ପୂର୍ବପରି ଗରିବ ହୋଇ ରହିଲେ। ଧୀରବର ଗ୍ରାମରେ ଜଣେ ଦୁଷ୍ଟ ବ୍ୟକ୍ତି ଜନତାଙ୍କର ପଇସା ଲୁଟି ଖାଏ। ଧୀରସେନ ଯାଇ ପ୍ରଥମେ ତା ସହିତ ବନ୍ଧୁତା କରି ଦୁହେଁ ରାଜାଙ୍କ ଟଙ୍କାରେ ମଜାରେ ରହିଲେ। ସେଠାକାର ଜନତାଙ୍କୁ ଜଣାନଥିଲା ଯେ ରାଜା ଟଙ୍କା ସାହାଯ୍ୟ ଦେଇଛନ୍ତି। ସୁରବର ଗ୍ରାମରେ କୁବୁଦ୍ଧି ଆଉ ଦୁର୍ବୁଦ୍ଧି ନାମକ 2 ଜଣ ଦୁଷ୍ଟ ବ୍ୟକ୍ତି ଗ୍ରାମବାସୀଙ୍କୁ ଠକେଇ ଧନ ସବୁ ଲୁଟି ଖାଉଥିଲେ। ସୁରସେନ ସେଠାକୁ ଯାଇ ସେମାନଙ୍କ ସହିତ ବନ୍ଧୁତା କରି ଆହୁରି ଲୋକଙ୍କୁ ଠକାଇ ଟଙ୍କା ଖାଇବାରେ ଲାଗିଲେ। ବନ୍ୟା ପୀଡ଼ିତ ସେହି 3ଟି ଗ୍ରାମର ଦୁରବସ୍ଥା ବିଷୟରେ ମନ୍ତ୍ରୀ କିନ୍ତୁ ଖବର ରଖୁଥାନ୍ତି। ଏତେ ସାହାଯ୍ୟ ପରେ ଅବସ୍ଥାର ପରିବର୍ତ୍ତନ ନ ହେବାର ଦେଖି ଆଉ ସେଠାକାର ଅଧିକାରୀମାନଙ୍କର ବ୍ୟବହାର ଦେଖି ମନ୍ତ୍ରୀ ବିଶେଷ ଦୁଃଖିତ ହେଲେ। ଦିନେ ସେ ଯାଇ ରାଜାଙ୍କୁ କହିଲେ, ମହାରାଜ, ଆପଣ 3 ଲକ୍ଷ ଟଙ୍କାର ସହାୟତା ତ କଲେ, କିନ୍ତୁ ତାପରେ ଲୋକମାନଙ୍କ ଅବସ୍ଥା କ'ଣ ହେଲା ଟିକିଏ କିଛି ବୁଝିଛନ୍ତି? ରାଜା କହିଲେ, ଠିକ୍ କଥା, କୌଣସି ଯୋଗ୍ୟ ବ୍ୟକ୍ତି ଦେଖି ସେଠାକୁ ପଠାଇ ଖବର ନେଇ ଆସ। କିନ୍ତୁ ସେ ବ୍ୟକ୍ତି ଅଧିକାରୀମାନଙ୍କ ଉପରେ ଦୋଷାରୋପ କରିବ ତ ତାକୁ କଠିନ ଦଣ୍ଡ ଦିଆଯିବ। ତାପରେ ମନ୍ତ୍ରୀ ଚମତ୍କାର ନାମକ ଜଣେ ବ୍ୟକ୍ତିକୁ ବନ୍ୟା ପୀଡ଼ିତ ଗ୍ରାମମାନଙ୍କୁ ଖବର ସଂଗ୍ରହ କରିବାକୁ ପଠାଇଲେ। ସେଠାରୁ ଫେରି ସେ ସବୁ ଖବର କହିବା ପରେ ମନ୍ତ୍ରୀ କହିଲେ, ମୁଁ ଭାବିନଥିଲି ଯେ ଗ୍ରାମମାନଙ୍କର ଅବସ୍ଥା ଏତେ ଖରାପ ହେବ ବୋଲି। ଏଣେ ରାଜାଙ୍କୁ ଅଧିକାରୀ ବିଷୟରେ କିଛି କହିହେବ ନାହିଁ। ଏପରି ଅବସ୍ଥାରେ ଦେଶରେ ବିଦ୍ରୋହ ଦେଖାଦେବ। ମୁଁ ଭାବୁଛି ରାଜାଙ୍କୁ ଏ ଖବର କିପରି ଦେବି। ଚମତ୍କାର କହିଲେ ଯେ ସେ ନିଜେ ଯାଇ ଯୁକ୍ତିର ସହିତ ରାଜାଙ୍କୁ ଏ ଖବର ଦେବ। ମନ୍ତ୍ରୀ ତାକୁ ସାବଧାନ କରିଦେଇ କହିଲେ, ତୁମର ଯେପରି ଇଚ୍ଛା, କିନ୍ତୁ ମନେ ରଖ, ରାଜା ରାଗିଯିବେ ତ ତମକୁ ହିଁ କଠିନ ଦଣ୍ଡ ମିଳିବ। ଖବରଦାର। ଚମତ୍କାର ଉତ୍ତର ଦେଲା, ମହାଶୟ, ଦେଶ ପାଇଁ ଦଣ୍ଡ ମିଳିଲେ ମୋର କିଛି କ୍ଷତି ହେବ ନାହିଁ। ତାପରେ ଚମତ୍କାର ଯାଇ ରାଜାଙ୍କୁ ଦେଖା କଲା। ରାଜା ତାକୁ ପଚାରିଲେ, କୁହ, 3ଟି ଗ୍ରାମର ଅବସ୍ଥା ବର୍ତ୍ତମାନ କିପରି? ଚମତ୍କାର କହିଲା, ପ୍ରଭୁ, ଆପଣଙ୍କ ଦୟାରୁ ସବୁ ଠିକ୍ଠାକ୍ ଅଛି। ଯଦି ଆପଣ ନ ରାଗିବେ ତ ମୁଁ କିଛି କଥା ନିବେଦନ କରିବି। ରାଜା ଧମକ ଦେଲେ, କିନ୍ତୁ ତମେ କୌଣସି ଅଧିକାରୀ ଉପରେ ଦୋଷାରୋପ କରିବ ତ କଠିନ ଦଣ୍ଡ ପାଇବ। ଚମତ୍କାର କହିଲା, ପ୍ରଭୁ, ଦୋଷାରୋପଣ କରିବାର କିଛି କଥା ନାହିଁ, କିନ୍ତୁ ମୁଁ ସେଠାରେ କିଛି କମ୍ ଦେଖିଲି। ମୁଁ ଭାବୁଛି ଏଇଟା ବୋଧେ ଆପଣଙ୍କ ଦୋଷ ଯୋଗୁଁ ହେଇଛି। ରାଜା କହିଲେ, କୁହ, ମୁଁ ମୋର ଭୁଲ ସଂଶୋଧନ କରିବା ପାଇଁ ରାଜି। ଚମତ୍କାର କହିଲା, ମୋର ଅଳ୍ପ ବୁଦ୍ଧିରେ ଯାହା ମନେ ହେଉଛି କି ବୀରବର ଗ୍ରାମ ତୁଳନାରେ ଧୀରବର ଆଉ ବୀରବର, ଆଉ ଧୀରବର 2 ଗ୍ରାମ ତୁଳନାରେ ସୁରବର ଗ୍ରାମ ପ୍ରତି ବହୁତ ଅନ୍ୟାୟ ହୋଇଯାଇଛି। ରାଜା ରାଗି କରି କହିଲେ, ଆରେ, କଥା ବୁଲେଇ କହୁଛ କାହିଁକି? ପ୍ରକୃତରେ କଥା କ'ଣ କୁହ? ଚମତ୍କାର କହିଲା, ମହାରାଜ, ବୀରବର ଗ୍ରାମରେ ବନ୍ୟା ପୀଡ଼ିତ ଲୋକ ଜଣେ ମାତ୍ର ଅଛି, ସେଥିପାଇଁ ଆପଣ ଦେଇଛନ୍ତି 1 ଲକ୍ଷ ଟଙ୍କା। ଆଉ ଧୀରବର ଗ୍ରାମରେ 2 ଜଣ ବନ୍ୟା ପୀଡ଼ିତ। ପ୍ରକୃତରେ ପ୍ରଥମ ଗ୍ରାମ ଅନୁସାରେ ଏଠାରେ 2 ଲକ୍ଷ ମିଳିବା କଥା, କିନ୍ତୁ ଆପଣ ମାତ୍ର 1 ଲକ୍ଷ ଟଙ୍କା ଦେଇଛନ୍ତି। ସୁରବର ଗ୍ରାମରେ ତ 3 ଜଣ ବନ୍ୟା ପୀଡ଼ିତ ବ୍ୟକ୍ତି ଅଛନ୍ତି, ଆଉ ଆପଣ ସେଠାକୁ ଖାଲି 1 ଲକ୍ଷ ଟଙ୍କା ଦେଇଛନ୍ତି।
ଜଣକୁ 100 କରି ଟଙ୍କା ଦେଲେ ଯଥେଷ୍ଟ ହୁଅନ୍ତା, କିନ୍ତୁ ଆପଣ ଜଣ ପିଛା 30,000ରୁ ଅଧିକ ଦେଇଛନ୍ତି। ସମସ୍ତଙ୍କୁ ଦରକାର ମୁତାବକ ଦେଇଥିଲେ ଭଲ ହୋଇଥାନ୍ତା। ରାଜା କହିଲେ, ଆରେ ମୂର୍ଖ, ମୁଁ ତ ଦେଖିଛି ନିଜ ଆଖିରେ। 3 ଗ୍ରାମରେ ଶହ ଶହ ବନ୍ୟା ପୀଡ଼ିତ ବ୍ୟକ୍ତି, ଆଉ ତମେ କହୁଛ ନା କ'ଣ ସର୍ବମୋଟ 6 ଜଣ ମାତ୍ର? ଏ କିପରି କଥା? ମୁଣ୍ଡ ଖରାପ ହୋଇନାହିଁ ତ? ଚମତ୍କାର କହିଲା, ମହାରାଜ, ଧରନ୍ତୁ ଆପଣ ଜଣେ ମହାତ୍ମାଙ୍କ ପାଇଁ ମାଳାଟିଏ ରଖିଛନ୍ତି। ଯେଉଁ ମହାନ ବ୍ୟକ୍ତି ବେକରେ ମାଳାଟି ଦେବେ ଆମେ ତାକୁ ହିଁ ମହାତ୍ମା ବୋଲି କହିବୁ। ରାଜା କହିଲେ, ହଁ ହଁ, ତମେ ଠିକ୍ କହିଛ। ଚମତ୍କାର କହିଲା, ସେହିପରି ବନ୍ୟା ପୀଡ଼ିତଙ୍କ ପାଇଁ ଆପଣ ଟଙ୍କା ଦେଲେ ଯାହାକୁ ପ୍ରାପ୍ତ ହେଲା ତାକୁ ତ ବନ୍ୟା ପୀଡ଼ିତ ବୋଲି କହିବୁ। ରାଜା କହିଲେ, ଆଚ୍ଛା ଠିକ୍ ଅଛି। ଚମତ୍କାର କହିଲା, ମହାରାଜ, ଆପଣ ତ ଅଭିଯୋଗ ଶୁଣନ୍ତି ନାହିଁ, ଆଉ ଅଧିକାରୀମାନେ ବିଶ୍ୱାସଯୋଗ୍ୟ। ମୁଁ 3 ଗ୍ରାମରେ ଦେଖିଲି ମାତ୍ର 6 ଜଣ ବନ୍ୟା ପୀଡ଼ିତ ବ୍ୟକ୍ତି ସାହାଯ୍ୟ ପାଇଛନ୍ତି। ରାଜାଙ୍କ ସନ୍ଦେହ ହେଲା କି ଏହା ପଛରେ କିଛି ରହସ୍ୟ ଅଛି। ସେ ନିଜେ ଯାଇ ଅଧିକାରୀମାନଙ୍କର ଅନ୍ୟାୟ କାର୍ଯ୍ୟ ଦେଖିଲେ ଆଉ ଖୁବ୍ ଦୁଃଖିତ ହେଲେ। ତାପରେ ପୁଣି ରାଜା 3 ଗ୍ରାମ ପାଇଁ ଅଧିକ ସାହାଯ୍ୟ ପଠାଇଲେ ଆଉ ଅଧିକାରୀମାନଙ୍କୁ କଠିନ ଦଣ୍ଡ ଦେଲେ। ସେହିଦିନଠାରୁ ପୁଣି ରାଜା ଜନତାଙ୍କର ସୁଖ ଦୁଃଖ ଅଭାବ ଅଭିଯୋଗ ଶୁଣିବାକୁ ଆରମ୍ଭ କଲେ। ରାଜାଙ୍କ ମନ ପରିବର୍ତ୍ତନ କରିପାରିଥିବା ଯୋଗୁଁ ମନ୍ତ୍ରୀ ଚମତ୍କାରକୁ ପୁରସ୍କାର ଆଉ ସମ୍ମାନ ଦେଲେ। ସେହିଦିନଠୁ ରାଜଧନ ଦୁରୁପଯୋଗ କରୁଥିବା ବ୍ୟକ୍ତିକୁ ଥଟ୍ଟାରେ ବନ୍ୟା ପୀଡ଼ିତ ବୋଲି କୁହାଯାଏ। ଆପଣମାନେ ଶୁଣୁଥିଲେ ଜହ୍ନମାମୁଁର ଗୋଟେ କାହାଣୀ, ବନ୍ୟା ପୀଡ଼ିତ।